Meet my dad. You. ତମର 50,000 ଟଙ୍କା ଦରକାର? ହଁ ଆପଣ କେମିତି ଜାଣିଲେ? ଆଉ ସବୁ କଥା ପରେ ହେବ। କିନ୍ତୁ ଓହୋ ବସ, ତମେ ମତେ ସାହାଯ୍ୟ କର, ମୁଁ ତମକୁ ସାହାଯ୍ୟ କରିବି। ବସ। କୋଉଠି ଗଲେ? ଆମେ କୁଆଡେ? ନିଅ। ନାଇଁ ଥାଉ। ଆରେ କମାନ, ନିଅ। ନେ। ଆରେ ଟେକ୍ ଇଟ୍ ଇଜି, ନିଅ ନା। ତମର ତାହେଲେ ହର୍ଷଇ ଦରକାର। ଦେବି 50,000 କଣ 1,00,000 ଟଙ୍କା ଦେବି। ଆପଣ ସତ କହୁଛନ୍ତି? ହର୍ଷଉଥିର କଣ? ନିଶ୍ଚୟ ଦେବି। କାହିଁକି ନା ମୋ ପୁଅ ଶକ୍ତି କହୁଥିଲା ତମେ କୁଆଡେ ସେଦିନ ରାସ୍ତାରେ ଗୁଣ୍ଡା ମାନଙ୍କୁ ମାଡ଼ ମାରି ମୋ ଭାଇ ଆଉ ଅନିତାର ଜୀବନ ବଞ୍ଚେଇଥିଲ। ତମର ଏ ବାହାଦୁରୀ ପାଇଁ ତମକୁ ମୁଁ ରୁରୁ ମାନେ ସାବାସୀ ଦଉଛି। ସେତେବେଳେ ତମଭଳିଆ ଗୋଟେ ଲୋକ ମୋର ଦରକାର ଥିଲା। ମାନେ ମାନେ ମୋ ଠିକଣା ଜାଗାରେ ମାଲ ପହଞ୍ଚି ସେଠୁ ମାଲ ଧରି ଫେରି ଆସିଲା ପରେ ତମ ମାଲ ତମେ ପାଇଯିବ। ଠିକ ଅଛି, ତେବେ ମାଲଟା କଣ? ସେଇଟା ଜାଣିବା ତମର ଦରକାର ନାହିଁ। ହେଲା ଯେ, କିନ୍ତୁ କି ମାଲ ନେବି ନ ଜାଣେ। ମଜରାଳ ସେଇଟା ତମ ଉପରେ ନିର୍ଭର କରେ। କିନ୍ତୁ ତମେ ଜାଣିଛ ସିଧା ରାସ୍ତାରେ ଆଉ ଅଳ୍ପ ସମୟ ଭିତରେ ଏତେ ଗୁଡେ ଟଙ୍କା ରୋଜଗାର କରି ହୁଏନି। ତମର ଟଙ୍କା ଦରକାର ଆଉ ମୋର କାମ ଦରକାର, ବାସ୍। ଆରେ ଅଜୟ, ମତେ ଡକେଇଥିଲେ? ହଁ ଶୁଣ, ମ୍ୟାନେଜରଠୁ ମିଟିଂ ଫାଇଲଟା ନେଇ ଭାଇଙ୍କଠୁ ଦସ୍ତଖତ କରି ନେଇ ଆସିବ। ସାର୍ କଣ ଠିକ କଲ? ହଁ ଯେ ଠିକ ଅଛି, ମୁଁ ତମକୁ ଭାବିବା ପାଇଁ 2 ଦିନ ସମୟ ଦଉଛି। ଆଜ୍ଞା। ଚଏସ୍ ଇଜ ୟୋର୍ସ।